ଆଜି ପାଣ୍ଡିଆନ ମହାଶୟ କହିଛନ୍ତି ଯେ ଯଦି 9 ତାରିଖ ଦିନ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ନ କରନ୍ତି ତାହେଲେ ସିଏ ରାଜନୀତିରୁ ସନ୍ନ୍ୟାସ ନେବେ। ଗୋଟେ କଥା ଆଜ୍ଞା ମୁଁ କହୁଛି, ଆପଣ କହିଥିଲେ ଜୀବନର ଶେଷ ବିନ୍ଦୁ ଯାଏଁ ଆପଣ ଓଡ଼ିଶାବାସୀଙ୍କ ସେବାରେ ରହିବେ। ଯଦି ଓଡ଼ିଶାବାସୀଙ୍କ ସେବାରେ ରହିବେ ତେବେ ନ ଜିତିଲେ କାହିଁ ରାଜନୀତି ଛାଡ଼ିବେ, କାହିଁ ସେବା କରିବେ ନାହିଁ? ମୁଁ ତ ଆଜି କହୁଛି, ମୁଁ ଧାମନଗରରେ ଜିତେଇକି ହାରେ ମୁଁ ଲୋକଙ୍କ ସହିତ ରହିବି, ରାଜନୀତିରୁ ସନ୍ନ୍ୟାସ ନେବା କଥା କହିବି ନାହିଁ। ତେଣୁ ଆପଣ ଯୋଉ କଥାଟା କହୁଛନ୍ତି ଏ ଆଜ୍ଞା ଏକ ପଳାୟନ ପନ୍ଥୀର ସୂଚନା। ଆପଣ ବି ଜାଣି ସାରିଲେଣି ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ସରକାର କରୁଛି, ଆପଣ ଏଠି ରହିପାରୁନାହାନ୍ତି। ଏବଂ ଆପଣଙ୍କର ଆଜ୍ଞା ଦିଟା ଘର, ଆମର ଗୋଟେ ଘର, ଆମ ଘର ଓଡ଼ିଶା, ଆମେ ଅଲଗା ରାଜ୍ୟକୁ ଯାଇପାରିବୁନି। ଆପଣଙ୍କର ଦିଟା ଘର, ଆପଣ କହିବେ ମୁଁ ଏଠି ରାଜନୀତି ସନ୍ନ୍ୟାସ ନେବି, ଆପଣଙ୍କ ନିଜ ଘରକୁ ପଳେଇବେ। କିନ୍ତୁ ଆପଣ କଣ ପାଇଁ ଧର୍ମେନ୍ଦ୍ର ଭାଇଙ୍କୁ କହୁଛନ୍ତି? ଧର୍ମେନ୍ଦ୍ର ଭାଇ ବି କୁହନ୍ତୁ ସେ ରାଜନୀତି ସନ୍ନ୍ୟାସ ନେବେ, କାହିଁକି? ସେ ଜଣେ ଜନସେବକ, ମୂଳରୁ ସିଏ ରାଜନୀତି ଆରମ୍ଭ କରୁଛନ୍ତି ଲୋକଙ୍କର ସେବା ପାଇଁ, ଲୋକଙ୍କର କଲ୍ୟାଣ ପାଇଁ। ଜିତିବା ହାରିବାଟା କଣ ରାଜନୀତିର ଆଜ୍ଞା ଏକମାତ୍ର ସାର କଥା, ଏକମାତ୍ର ସିଦ୍ଧାନ୍ତ? ସେ କଥା ନୁହେଁ। ଆପଣ ରାଜନୀତିକୁ ଟିକେ ଭଲରେ ବୁଝନ୍ତୁ। ରାଜନୀତିରେ ନିର୍ବାଚନ ଗୋଟେ ପ୍ରକ୍ରିୟା, ନିର୍ବାଚନକୁ ନେଇକି ଆପଣ ଏତେ ଭାବପ୍ରବଣ ହୋଇ ପିଲାଳିଆମି ମନ୍ତବ୍ୟ ଦେବା ଇଏ ଆଜ୍ଞା ହାସ୍ୟାସ୍ପଦ ଅଟେ।